କାର୍ଯ୍ୟାନୁଷ୍ଠାନ ପରେ ଆମର ଦାବି ପୋଲିସର ନିଷ୍କ୍ରିୟତା କାର୍ଯ୍ୟାନୁଷ୍ଠାନ ପରେ ଆମର ଦାବି ପଟ୍ଟାମୁଣ୍ଡେରେ ଯେଉଁ ଘଟଣା ଘଟିଛି ଗତକାଲି ଏହାକୁ ନେଇ ବିଜେଡିର ଷ୍ଟାଣ୍ଡ ବିଜେଡି ଏଥିରେ ଦୁଃଖ ପ୍ରକାଶ କରୁଛି ବିଜେଡି ଏଥିରେ ଉଦ୍ବେଗ ପ୍ରକାଶ କରୁଛି ବିଜେଡି ଏଭଳି ଜঘନ୍ୟ ଘଟଣାର ନିନ୍ଦାବାଦ କରୁଛି ଆଉ ପ୍ରତିବାଦ କରିବାକୁ ନିଷ୍ପତ୍ତି କରିଛି ଗତକାଲି ଆମେ ସମସ୍ତେ ତାଙ୍କ ପରିବାରକୁ ଯାଇଥିଲୁ ମୁଁ ଯାଇଥିଲେ ବିଧାୟକ ଶ୍ରୀଯୁକ୍ତ ଦୁର୍ବଚରଣ ସାହୁ ଯାଇଥିଲେ ପୂର୍ବତନ ବିଧାୟକ ତଥା ବିଜେଡି ନେତା ଶ୍ରୀଯୁକ୍ତ ଅଂଶୁମାନ ମହାନ୍ତି ଯାଇଥିଲେ ଆମେ ଯାଇଛୁ ସମବେଦନା ଜଣାଇଛୁ ଏବଂ ଆଜି ପ୍ରତିବାଦ କରିବା ପାଇଁ ଆମେ ଆଜି ଦାବିପତ୍ର ଦେଇଛୁ ଏବଂ ଏ ଦାବିପତ୍ରରେ ତିନୋଟି କଥା କୁହାଯାଇଛି ଅଭିଯୁକ୍ତ ପୁଲିସ ଅଧିକାରୀଙ୍କର ନିଲମ୍ବନ ଏ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ଏବଂ ପୀଡ଼ିତାଙ୍କ ପରିବାରକୁ ଅନୁକମ୍ପାମୂଳକ ସାହାଯ୍ୟ ଏବଂ ଆମେ ଚେତାବନୀ ଦେଇଛୁ ଯଦି ଆମର ଦାବି ପ୍ରତି ସରକାର ଅଣଦେଖା କରନ୍ତି ଉଦାସୀନ ରୁହନ୍ତି ଏବଂ ପୀଡ଼ିତାଙ୍କୁ ନ୍ୟାୟ ଦେବାରେ ଟାଳଟୁଳ ନୀତି ନିଷ୍ପତ୍ତି କରନ୍ତି ତାହେଲେ ବାଧ୍ୟ ହୋଇ ଆମେ ରାସ୍ତାକୁ ଓହ୍ଲାଇବୁ ଆନ୍ଦୋଳନ କରିବୁ ପୀଡ଼ିତାକୁ ନ୍ୟାୟ ମିଳିଲା ପର୍ଯ୍ୟନ୍ତ ଗୋଟିଏ ମାସରେ ତିନୋଟି ଘଟଣା ଯାହାଠାରୁ ଦୁଃଖଦାୟକ ଘଟଣା କ'ଣ ଥାଇପାରେ ଆମେ ଶିକ୍ଷା କରିବା ନାହିଁ ଆମେ ନାରୀ ସୁରକ୍ଷାର ଧ୍ୱନି ଦେବା ଅଥଚ ନାରୀ ସୁରକ୍ଷା ଯେତେବେଳେ ବର୍ତ୍ତମାନ ଭୁଲୁଣ୍ଠିତ ହେଉଛି ସେତେବେଳେ ଆମେ ପଦକ୍ଷେପ ନେବା ନାହିଁ ଇଏ କ'ଣ ଦାୟିତ୍ୱ ନୁହେଁ ଆଇନର ଶାସନ ଅଛି ଯଦି ଆଇନର ଶାସନ ଥାନ୍ତା ତାହେଲେ ଏ ଦୁର୍ଘଟଣା ଘଟୁଥାନ୍ତା ଆମେ ଦାବି କରୁ ବିଜେଡି ଦାବି କରେ ନବୀନ ଦେବା ଦାବି କରନ୍ତି ଆଇନର ଶାସନ ରୁଲ୍ ଅଫ୍ ଲ ଆଇନ ତା ବାଟରେ ଯାଉ